ଶ୍ରବଣ ଶ୍ରବଣ ପାଖରେ ଗୋଟେ ହ୍ରଦ ଅଛି। ମୁଁ ଯଥାଶୀଘ୍ର ଆପଣଙ୍କ ପାଇଁ ପାଣି ନେଇକି ଆସୁଛି। କିନ୍ତୁ ଏମିତିକା କଥା ସମସ୍ତଙ୍କୁ ମିଳିବା ଦରକାର। ଆରେ ଇଏ ତ ଏକ ମସୁର ପାଣି ପିଇବା ଶବ୍ଦ ଲାଗୁଛି। ଶବ୍ଦ ବିଦ୍ୟାର ପ୍ରୟୋଗ କରିବାକୁ ପଡିବ। ଆରେ ପିତାଶ୍ରୀ ମାତାଶ୍ରୀ ଇଏ ଦେଖ ସ୍ୱର ବାଳକ ବାଳକ ଏ ମୁଁ କଣ କରିଦେଲି ଜଙ୍ଗଲରେ ସତରେ ସେ ପଶୁର ଶିକାର ପାଇଁ ଆସିଥିଲି। ଭାବିଲି ପଶୁଟି ପାଣି ବି ଅଛି। ଶବ୍ଦ ବିଦ୍ୟାର ପ୍ରୟୋଗ କରିଥିଲି। ହେଲେ ଏ କଣ ହେଇଗଲା? ହେ ଭଗବାନ, ମୋ ଦ୍ୱାରା ଇଏ କଣ କରିଦେଲ? ମତେ କ୍ଷମା କର ଶ୍ରବଣ। କୁହ, କଣ କରୁଥିଲ ତୁମେ? ମୋର ପିତାମାତାଙ୍କ ପାଇଁ ମୁଁ ପାଣି ଦବା ପାଇଁ ଆସିଥିଲି। ଏପଟେ ଗଲେ ତାଙ୍କର ମୁଖ୍ୟ ପଡିବ। ଆପଣ ମୋର ଶେଷ ପ୍ରାର୍ଥନା ରକ୍ଷା କରିବେ। ଏଇ କଳସୀଟିକୁ ନେଇ ତାଙ୍କ ପାଖକୁ ନେଇଯିବେ। ସେମାନେ ବହୁତ ଶୋଷରେ ଅଛନ୍ତି। ଆଉ ତାଙ୍କୁ କହିଦେବେ ତାଙ୍କର ପୁତ୍ର ଆଉ ଏଇ ଦୁନିଆରେ ନାହିଁ। ଧନ୍ୟ ଧନ୍ୟ ତୁମେ ଶ୍ରବଣ କୁମାର। ମୃତ୍ୟୁକୁ ଆଖି ଆଗରେ ଦେଖି ମଧ୍ୟ ଏବେ ବି ତୁମ ମନ ନିଜ ପିତାମାତାଙ୍କ ପାଇଁ ବିଚଳିତ। କରିବି, ନିଶ୍ଚୟ ତୁମ ଶେଷ ଇଚ୍ଛା ପୂରଣ କରିବି। ମତେ ମତେ ବହୁତ କଷ୍ଟ ହଉଛି ରାଜନ। ସରଟିକୁ ଛାତିର କାଢିଦେବେ। ନିଶ୍ଚୟ। ହେ ଭଗବାନ, ମୋ ପିତାମାତା ଅନ୍ଧ। ତାଙ୍କର ସେବା କରିବା ପାଇଁ ଆପଣ ମତେ ଜନ୍ମ ଦେଇଥିଲେ। କିନ୍ତୁ କ୍ଷମା କରିବେ, ମୁଁ ମୋର କର୍ତ୍ତବ୍ୟକୁ ପାଳନ କରିବା ପୂର୍ବରୁ ତାକୁ ଛାଡି ଚାଲି ଯାଉଛି। ମାତା, ପିତା, ଆପଣ ଆପଣଙ୍କ ଏ ଅଧମ ପୁତ୍ର ଶ୍ରବଣକୁ କ୍ଷମା କରିବେ। ମୁଁ ନିଶ୍ଚୟ ତାଙ୍କ ଶେଷ ଇଚ୍ଛା ପୂରଣ କରିବି। ଆସିବାରେ ବିଳମ୍ବ କଲା ଯେ ପଦରେ ଶବ୍ଦ କଣ କରୁଥିଲ ବୋଧେ? ଆରେ କିଛି କହୁନ? ଆମ ଦ୍ୱାରା କିଛି ଭୁଲ ହେଇଯାଇଛି କି? ଶ୍ରବଣ, ତୁ ଶ୍ରବଣ ଶ୍ରବଣ। ହେ ଜଗପତି, ମୁଁ ଆପଣଙ୍କ ପୁତ୍ର ଶ୍ରବଣ କୁମାର ନୁହେଁ। ମୁଁ ରାଜା ଦଶରଥ। ରାଜା ରାଜା ଶ୍ରବଣ ପାଇଁ ସେ କୁଆଡେ ଗଲା? ଆପଣ ଜଳପାତ କରନ୍ତୁ, ମୁଁ ଆପଣଙ୍କୁ ସବୁ କିଛି କହୁଛି। ନା ନା, ଆପଣ ଆପଣ ପ୍ରଥମେ ଶୀଘ୍ର କୁହନ୍ତୁ।
ମୁଁ ଶ୍ରବଣ କାହିଁ ହୁଏନି ଆମ ହୃଦୟ ଥରି ଉଠୁଛି। ଶ୍ରବଣ କାହିଁ ଦୁର୍ଭାଗ୍ୟ। ବଣରେ ପଶୁ ଶିକାର କରିବା ସମୟରେ ପଶୁଟି ଭାବି ମୁଁ ଯାହାକୁ ଶବ୍ଦ ଭିତ୍ତିମାନ ପ୍ରୟୋଗ କରିଥିଲି, ଭାଗ୍ୟର ବିଡ଼ମ୍ବନା ସେ ହେଉଛି ଆପଣଙ୍କ ପୁତ୍ର ଶ୍ରବଣ। ମୁଁ ନେଇ ଆସି ଆପଣଙ୍କୁ ଚାଲନ୍ତୁ। ରାଜା ଦଶରଥ, ଆଜି ଆଜି ମୋ ପୁତ୍ର ପାଇଁ ମୁଁ ଯେମିତି ପ୍ରାଣତ୍ୟାଗ କରିବାକୁ ଚାହୁଁଛି, ସେମିତି ଦିନେ ତମେ ମଧ୍ୟ ତମ ପୁତ୍ର ପାଇଁ ତମ ପ୍ରାଣତ୍ୟାଗ କରିବ। ଶୁଣନ୍ତୁ ଶୁଣନି, ଶୁଣନ୍ତୁ। ଆଉ ଶୁଣିବ ଭାଇ କଣ ଆପଣ ଆମେ ଯାହା ଶୁଣିବାର ନଥିଲା ତାହା ମୁଁ ଶୁଣି ସାରିଛି। ଆଉ ମୁଁ ଯାହା କହିବାର ନଥିଲା ଆପଣଙ୍କୁ କହିସାରିଛି। ଭଗବାନ, ମୋ ଦରାଳି କି ପାପ କରିଦେଲେ ଆପଣ? ତିନୋଟି ପୁଣ୍ୟ ଆତ୍ମାକୁ ଆପଣଙ୍କ ପାଖକୁ ଫେରାଇ ନେଲେ। ପ୍ରତ୍ୟେକ କର୍ମର ଗୋଟିଏ ପରିଣତି ଥାଏ। ତମର ଗୋଟିଏ ଖରାପ କର୍ମ ଅନ୍ୟମାନଙ୍କୁ ଜୀବନ ଯାକର କଷ୍ଟ ଦେଇପାରେ। ଏଥିପାଇଁ ଯାହା କର ବୁଝି ବିଚାରି କର।